ମୁଁ ସୁନୀଲ କୁମାର ବିଶ୍ୱାସ ବଙ୍ଗାଳୀ ସମାଜର ଜେନେରାଲ ସେକ୍ରେଟାରୀ। ଆପଣମାନଙ୍କୁ ଧନ୍ୟବାଦ ଆମର ଗୁହାରୀ ଶୁଣିବା ପାଇଁ ଆପଣମାନେ ଆସିଛନ୍ତି, ଏଥିପାଇଁ ମୁଁ ଆଉ ଥରେ ଧନ୍ୟବାଦ ଜଣାଉଛି। ଆମ ବଙ୍ଗାଳୀ ମାନଙ୍କ ବିଷୟରେ ବହୁତ ପ୍ରକାରର ବାର୍ତ୍ତା ଆପଣମାନଙ୍କର ପେପରରେ ବା ଦୂରଦର୍ଶନରେ ଆମେ ଶୁଣୁଛୁ। ଆଜି ତାର କିଛି ନୂଆ କଥା ମୁଁ କହିବି, ଆପଣମାନଙ୍କୁ ବି ଜାଣିବା ଦରକାର ଏବଂ ମାଲକାନଗିରିର ସାଧାରଣ ଲୋକଙ୍କୁ ଗୋଚରାର୍ଥେ ଏ କଥାଟା ଆଜି ମୁଁ ପ୍ରକାଶ କରୁଛି। ଆମେ କିନ୍ତୁ ବାଂଲାଦେଶୀ ନୁହଁ, ଆମେ ବାଂଲାଦେଶୀ ନୁହଁ, ଆମେ ଅଖଣ୍ଡ ଭାରତର ବାସୀ বা অখণ্ড ভারতবাসী। আমি 1947 সালে দেশ বিভাজন হেলা পরে সরকারଙ୍କର ନିର୍ଦ୍ଦେଶ କ୍ରମେ ଆମେ ଭାରତବର୍ଷକୁ ପଳେଇ ଆସିଥିଲୁ ଜୀବନ ଏବଂ ଧର୍ମକୁ ବଞ୍ଚାଇବା ପାଇଁ। ଆଉ ସରକାର ସେଥିପାଇଁ ଏଇ ଭାରତବର୍ଷର 18ଟି ରାଜ୍ୟରେ ଆମକୁ ଭାଗ ଭାଗ କରି ଅନୁନ୍ନତ ଜାଗାରେ ଜଙ୍ଗଲ ପାହାଡ଼ ଏସବୁ ଜାଗାରେ ଆମକୁ ପୁନର୍ବାସନ ଦେଇଛନ୍ତି। ସେଇ ଏଇ ଯୋଉ ଘନ ଜଙ୍ଗଲରେ ଆମକୁ ପୁନର୍ବାସନ ଦେଇଥିଲେ, ଆମେ ଆମର ବୁଦ୍ଧି ବଳରେ ହଉ ଆମର ବାହୁବଳରେ ହଉ ଆମେ ସେଇ ସବୁ ଜାଗାକୁ ଚାଷ ଯୋଗ୍ୟ କରି ଆମର ଜୀବନ ଜୀବିକାକୁ ନିର୍ବାହ କରି ଆସିଛୁ। ଆଜି ଆଉ ସେଇ ବାପା କକା ମାନେ ଗ୍ରାଣ୍ଡ ଫାଦର୍ସ ମାନେ ଆଜିକାଲି ଆଉ ଆମ ଭିତରେ ନାହାନ୍ତି। ଆମେ ସମସ୍ତେ ଏଠାକାରେ ଜନ୍ମ ନେଇଛୁ, ଜନ୍ମସୂତ୍ର ବି ତ ଭାରତବର୍ଷର ସମ୍ବିଧାନରେ ଅଛି, ଜନ୍ମସୂତ୍ରେ ବି ଆମେ ନାଗରିକ। କିନ୍ତୁ ଏବେ ବି ଆମେ ଏଇ 65 ବର୍ଷ ପରେ ଆମେ ଏ ବଦନାମରୁ ମୁକ୍ତ ହେଇପାରିଲୁ ନାହିଁ ଯେ ଆମେ ବାଂଲାଦେଶୀ, ଆମେ ଉଦ୍ବାস্তୁ, ଆମେ ଅନୁପ୍ରବେଶକାରୀ, এই ସବୁ ନିନ୍ଦନୀୟ ଶବ୍ଦ ଏ ଯୋଉ ସମ୍ବାଦ ପତ୍ର ସମ୍ବାଦ ମାଧ୍ୟମରେ ଆମ କାନକୁ ଆସିଲା ବେଳକୁ ଆମ ହୃଦୟଟା ଜଳୁଛି। ତେଣୁକରି ଏସବୁ ଶବ୍ଦ ଯୋଉ ଯାକ ବ୍ୟବହାର କରିବାଟା ଯଦି ବନ୍ଦ ହବ ତାହେଲେ ଭାବିବୁ ଯେ ନା ଭାରତ ଆମକୁ ମୌଳିକ ଅଧିକାର ଫେରାଇ ଦେଇଛନ୍ତି। ଏସବୁ ଅଶ୍ଳୀଳ ଶବ୍ଦ ଯୋଉ ଶବ୍ଦ ଗୁଡାକ ଆମ ପାଇଁ ପ୍ରଯୋଜ୍ୟ ନାହିଁ, ସେ ଶବ୍ଦକୁ ବ୍ୟବହାର କରିକି ଆମକୁ ଆମ ହୃଦୟକୁ ଆଘାତ ଦିଆହଉଛି। ଏଥିରୁ ସମସ୍ତେ ବଞ୍ଚିତ ରୁହନ୍ତୁ। ଆମେ ଅଖଣ୍ଡ ଭାରତବାସୀ, ଆମେ ଆସିଛୁ 1962ରେ। ସେତେବେଳେ କ'ଣ ବାଂଲାଦେଶ ଥିଲା? ନଥିଲା। 1971ରେ ବାଂଲାଦେଶ ହେଇଛି। ଆମେ ତାହେଲେ କୋଉ ଦେଶରୁ ଥିଲୁ? ପାକିସ୍ତାନ କହିପାରେ, ପୂର୍ବ ପାକିସ୍ତାନ, ନହେଲେ ଅଖଣ୍ଡ ଭାରତର ବାସିନ୍ଦା। ସରକାରଙ୍କ ଡାକରାରେ ଆମେ ଆସିଛୁ। ସରକାର ଆମକୁ ଥଇଥାନ କରିଛନ୍ତି, ସରକାର ଆମକୁ ବଞ୍ଚିବା ପାଇଁ ରାସ୍ତା କରିଦେଇଛନ୍ତି। ଏତେ ସବୁ ଜିନିଷ ଆପଣମାନଙ୍କୁ ଇତିହାସ ଜାଣିବା ଦରକାର। ଆପଣଙ୍କ ଭାରତ ବିଭାଜନର ମର୍ମାନ୍ତିକ ସେ କଥାବାର୍ତ୍ତା ଯାକ ଆପଣ ଜାଣିବା ଦରକାର। ଆମେ ରିଫ୍ୟୁଜି ନାହିଁ। ରିଫ୍ୟୁଜି ମାନେ ଜଣେ ଲୋକକୁ ବେକ ଧରି ଧକ୍କା ଦେଇକି ଫିଙ୍ଗି ଦେଲେ ସେ ହଉଛି ରିଫ୍ୟୁଜ থেকে রিফিউজি শব্দটা আসিলা। তেণুকরি আমি রিফ্ୟୁଜି ନାହିଁ, ଆମେ ଆମର ଜୀବନ ଏବଂ ଧର୍ମକୁ ରକ୍ଷା କରିବା ପାଇଁ ଆମ ଅଜା ଦଦା ବାପା କକା ମାନେ ଆମକୁ ନେଇ ଆସିଥିଲେ। ଆମେ ବିସ୍ତାପିତ। ଆଜିଠୁ ଆପଣମାନେ ଜାଣିଥାନ୍ତୁ ଆମେ ବିସ୍ତାପିତ। ବର୍ତ୍ତମାନ କ'ଣ ଚାହୁଁଛନ୍ତି? ବର୍ତ୍ତମାନ ଆମେ ଚାହୁଁଛୁ ଆମକୁ ସେଇ ସବୁ ମାନେ ଯୋଉ ସବୁ ଶବ୍ଦ ଯାକ ଆମ ପାଇଁ ପ୍ରଯୋଜ୍ୟ ନାହିଁ, ସେଟା ସରକାର নোটিফিকেশন আকারে ডিক্লেয়ার করন্তু যে এই সব শব্দ ব্যবহার করিকি আমাকে নিন্দা করিବାକୁ হব নাই। আমি বিস্তাপিত এ কথাটা কুহন্তু, আমার দুঃখর কিছু কারণ নাই। বর্তমান প্রধান মেইন কথা হচ্ছে আমার মানবিক অধিকার, সাংবিধানিক অধিকার, রাজনৈতিক অধিকার, নীতিগত অধিকার যাহা আমার ভারতবর্ষর জনে লোক ଯୋଉ ପ୍ରକାର ଭାବେ ଆଭେଲ କରୁଛନ୍ତି ଆମକୁ ବି ସେଇ ସୁଯୋଗ ଦିଆଯାଉ। ଆଉ ଏଇ ଯୋଉ ବର୍ତ୍ତମାନର ଯୋଉ ଆତଙ୍କ ଆମ ପାଇଁ ଆମକୁ ଆତଙ୍କବାଦୀ ବି କୁହାଯାଉଛି, ଆମକୁ କଣ ସେ ଇଏ ମଧ୍ୟ କୁହାଯାଉଛି, ରୋହିଙ୍ଗ୍ୟା ମଧ୍ୟ କୁହାଯାଉଛି। ପେପରରେ ଏ କଥା ମଧ୍ୟ ବାହାରିଲା ଯେ ସେଇ ଅନୁପ୍ରବେଶକାରୀ ମାନଙ୍କୁ ରୋହିଙ୍ଗ୍ୟା ଅନୁପ୍ରବେଶ ମାନଙ୍କର ଗାଁ ଧ୍ୱଂସ କରିଦେଇଛନ୍ତି। ଏସବୁ କଥାରୁ ଆମକୁ ମାନେ ନିଷ୍କୃତି ଦରକାର। ସରକାର ଆମକୁ ନିଷ୍କୃତି ଦିଅନ୍ତୁ। ପ୍ରେସମିଟ୍ କରିବାର ମୁଖ୍ୟ କାରଣ କ'ଣ? ପ୍ରେସମିଟ୍ କରିବାର ମୁଖ୍ୟ କାରଣ କ'ଣ? ମୁଖ୍ୟମନ୍ତ୍ରୀଙ୍କୁ ଅନୁକରଣ କରା ସେ ବିଷୟ ଆଜି ପ୍ରେସମିଟ୍ କରିବାର ମୁଖ୍ୟ କାରଣ ହଉଛି ମୁଖ୍ୟମନ୍ତ୍ରୀ 29 ତାରିଖ ଦିନ ତାଙ୍କ ବିଧାନସଭାରେ ପାସ୍ ହେଲା, 30 ତାରିଖ ଡିକ୍ଲେୟାର ହେଲା ଯୋଉ ଅନୁକମ୍ପା, ସେଇ ଅନୁକମ୍ପା ପ୍ରତି ନା ଗ୍ରାମବାସୀ ମାନେ ଖୁସିରେ ଅଛନ୍ତି ନା ଆମେ ଖୁସିରେ ଅଛୁ। ତେଣୁକରି ସରକାରଙ୍କୁ ବା ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅନୁରୋଧ କରୁଛୁ, ସାର୍ ଏଇ ଅନୁକମ୍ପା ରାଶି ଉପରେ ଆପଣ ବିଚାର କରନ୍ତୁ, ଯେମିତିକି ସବୁ ଲୋକ ଶାନ୍ତିପୂର୍ଣ୍ଣ ଭାବରେ ଆଉ ଥରେ ସେମାନେ ସେଇ ନିଜ ଗାଁରେ ଘର ଦୁଆର କରି ବସବାସ କରିପାରିବେ। ଆଗାମୀ ଦିନରେ ଯଦି ସରକାର ଆପଣଙ୍କର ଏଇ କଥାକୁ ଦୃଷ୍ଟି ନ ଦିଅନ୍ତି, ଆଗାମୀ ଦିନରେ ସେଟା ଆମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆମେ ଡିସାଇଡ୍ କରିବୁ। କେତେ ଡିମାଣ୍ଡ ଅଛି? ଆମର ଡିମାଣ୍ଡ ହଉଛି 30 କୋଟି।
225টা ଗାଁ ପଡିଛି ଆଜ୍ଞା, ଘର ସରି 225ଟା ଘର ପଡିଛି ଏବଂ 191ଟା ପରିବାର ତାଙ୍କେ ମାନେ ଥଇଥାନରୁ ବଞ୍ଚିତ ହେଇଛନ୍ତି। ବର୍ତ୍ତମାନ ଏ ଶୀତ ସମୟରେ ଗାଁରେ ଯାଇକିରି ଆପଣ ଦେଖିପାରିବେ କି ଅବସ୍ଥାରେ ସେମାନେ ଅଛନ୍ତି। ନ୍ୟୁଜ୍ ଓଡ଼ିଆ 30 ଚ୍ୟାନେଲର ନୂଆ ନୂଆ ଅପଡେଟ୍ ଶୀଘ୍ର ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍, ସେୟାର, ଲାଇକ୍ ଏବଂ କମେଣ୍ଟ କରନ୍ତୁ। ଧନ୍ୟବାଦ।